ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। पंचदश अध्याय पुरुषोत्तम योग। संसार रूपक अस्वस्थ वृक्ष। परम पद। ततः पदम तत्परिमार्गितव्यं यस्मिन् गता न निवर्तन्ते भूयः तमेव चाद्यं पुरुषं प्रपद्ये। प्रवृत्तिः प्रसृता पुराणाः निर्मामो मोहाजितसङ्गदोषा आध्यात्म नित्या विनिकृतकामाः द्वन्द्वे विमुक्ताः सुखदुःखसङ्गैः गच्छन्त्य मूढा परम व्ययं तत् न तद्भासयते सूर्यो न शशाङ्को न पावकः यद्गत्वा न निवर्तन्ते तदाम परमं मम। अर्थ तत्पश्चात ସେହି ପଦ ପ୍ରାପ୍ତି ପାଇଁ ପ୍ରଯତ୍ନ କରିବା ଉଚିତ ଯାହାକୁ ପ୍ରାପ୍ତ ହୋଇଥିବା ମନୁଷ୍ୟମାନେ ପୁନଶ୍ଚ ସଂସାରକୁ ପ୍ରତ୍ୟାବର୍ତ୍ତନ କରନ୍ତି ନାହିଁ। ଯାହାଙ୍କଠାରୁ ଅନାଦି କାଳରୁ ପ୍ରଚଳିତ ସୃଷ୍ଟି ପ୍ରସାରିତ ହୋଇଛି ସେହି ଆଦିପୁରୁଷଙ୍କଠାରେ ମୁଁ ଶରଣାପନ୍ନ ହେଉଛି। ଯେଉଁମାନେ ମାନ ଓ ମୋହକୁ ତ୍ୟାଗ କରିଛନ୍ତି ଇନ୍ଦ୍ରିୟ ସଙ୍ଗରୂପୀ ଦୋଷଗୁଡ଼ିକରୁ ରହିତ ନିତ୍ୟ ନିରନ୍ତର ଆତ୍ମିକ ସ୍ଥିତିରେ ସ୍ଥିତ ରହି ପରମାତ୍ମାଙ୍କ ସ୍ମୃତିରେ ନିମଗ୍ନ, ଯେଉଁମାନଙ୍କ ବିଷୟ କାମନା ନିବୃତ୍ତ ହୋଇଛି, ଯେଉଁମାନେ ସୁଖ ଦୁଃଖ ଦ୍ୱନ୍ଦ୍ୱରୁ ମୁକ୍ତ, ସେହି ଜ୍ଞାନୀ ଲୋକମାନେ ଅବିନାଶୀ ପଦକୁ ପ୍ରାପ୍ତ ହୁଅନ୍ତି। ବ୍ୟାଖ୍ୟା। ପୂର୍ବରୁ ସଂସାରକୁ ଅଶ୍ୱସ୍ଥ ବୃକ୍ଷ ସହିତ ତୁଳନା କରାଯାଇ ତାକୁ ଛେଦନ କରିବା କଥା କୁହାଯାଇଥିଲା। କଳ୍ପ ଆରମ୍ଭରେ ପ୍ରାକ୍ କାଳରେ ଏହି ସଂସାର ବୃକ୍ଷର ରୋପଣ ଓ କଳ୍ପାନ୍ତରରେ ଜରାଜୀର୍ଣ୍ଣ ଏହି ବୃକ୍ଷର ଛେଦନ ହୋଇ ପୁନରୋପଣ ହେଉଥିବାରୁ ଏହାକୁ କଳ୍ପ ବୃକ୍ଷ ମଧ୍ୟ କୁହାଯାଏ। ଅର୍ଥାତ୍ ଗୋଟିଏ କଳ୍ପରେ ଏହାର ରୋପଣ, ବିସ୍ତାର, ବିନାଶ ଓ ବୀଜବପନ କାର୍ଯ୍ୟ ସମ୍ପନ୍ନ ହୁଏ। କୁହାଯାଏ ଯେ କଳ୍ପବୃକ୍ଷ ତଳେ ବସି ବ୍ୟକ୍ତି ଯାହା କାମନା କରେ ତାହା ତାକୁ ପ୍ରାପ୍ତ ହୁଏ। ଏହି କିମ୍ବଦନ୍ତୀ ଅନୁସାରେ ପ୍ରଜାପିତା ବ୍ରହ୍ମା ଓ ତାଙ୍କ ମୁଖ ବଂଶାବଳୀ ବ୍ରାହ୍ମଣମାନେ ନୂତନ ସୃଷ୍ଟି ସ୍ଥାପନାର କାମନା ନେଇ ତପସ୍ୟା କରିଥିଲେ। ଏହାଦ୍ୱାରା ବିଶ୍ୱରେ ଏକ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧିଶାଳୀ ଯୁଗର ଅୟମାରମ୍ଭ ହେଲା। କଳ୍ପର ଏହି ପ୍ରାରମ୍ଭିକ ଯୁଗକୁ ସତ୍ୟଯୁଗ ନାମରେ ନାମିତ କରାଯାଏ। ପୂର୍ବରୁ ବିସ୍ତାର ଭାବରେ ସୃଷ୍ଟି ବୃକ୍ଷର ବର୍ଣ୍ଣନା କରାଯାଇଛି। କଳ୍ପବୃକ୍ଷ ମୂଳରେ ବସି ତପସ୍ୟା କରିବା କଥା କଳିଯୁଗର ଅନ୍ତିମ କ୍ଷଣ ବା କଳ୍ପାନ୍ତରକୁ ବୁଝାଏ। ଏହି ସମୟରେ ପରମାତ୍ମାଙ୍କ ଦିବ୍ୟ ଅବତରଣ ହୁଏ ଓ ମନୁଷ୍ୟାତ୍ମା ତାଙ୍କ ତତ୍ତ୍ୱାବଧାନରେ ସତ୍ୟଯୁଗୀୟ ନୂତନ ସୃଷ୍ଟି ସ୍ଥାପନ ପାଇଁ ତପସ୍ୟାରତ ହୁଏ। ଅଶ୍ୱତ୍ଥମେନ ସୁବିଦୃଢ଼ମୂଳମସଙ୍ଗଶସ୍ତ୍ରେଣ ଦୃଢ଼େନ ଚିତ୍ତ୍वा ତତଃ ପଦଂ ତତ୍ପରିମାର୍ଗିତବ୍ୟମ୍। ଅର୍ଥାତ୍ ଦୃଢ଼ ମୂଳଯୁକ୍ତ ଏହି ଅଶ୍ୱତ୍ଥ ବୃକ୍ଷକୁ ଅସଙ୍ଗ ଅସ୍ତ୍ର ଦ୍ୱାରା ଛେଦନ କରିସାରିଲା ପରେ ସେହି ପରମ ପଦକୁ ଅନ୍ୱେଷଣ କରିବା ଉଚିତ। ଏଠାରେ ବିଚାରଣୀୟ ଯେ ପ୍ରକୃତରେ ଅସଙ୍ଗ ବୈରାଗ୍ୟ କୌଣସି ଶସ୍ତ୍ର ନୁହେଁ ଏବଂ ସଂସାର ବାସ୍ତବ ସ୍ୱରୂପରେ ଏକ ଅଶ୍ୱତ୍ଥ ବୃକ୍ଷ ମଧ୍ୟ ନୁହେଁ। ରୂପକ ଅଳଙ୍କାରରେ ପ୍ରସ୍ତୁତ ଏହି ବାକ୍ୟର ସୂକ୍ଷ୍ମ ଭାବ ହେଲା ଯେ ବୈରାଗ୍ୟ ଦ୍ୱାରା କେବଳ ଏହି ସଂସାର ରହସ୍ୟ ବୁଝି ହୁଏ, ସୃଷ୍ଟିକୁ ନ ଜାଣିବା ପର୍ଯ୍ୟନ୍ତ ସ୍ରଷ୍ଟାଙ୍କୁ ଜାଣି ହୁଏ ନାହିଁ। ସଂସାର ସହିତ ତାଦାତ୍ମ୍ୟତାକୁ ଛିନ୍ନ କରିସାରିଲା ପରେ ପରମାତ୍ମା ଅନ୍ୱେଷଣ ମାର୍ଗ ପ୍ରଶସ୍ତ ହୁଏ। ଅନ୍ୱେଷଣର ଆକ୍ଷରିକ ଅର୍ଥ ଖୋଜିବା। ଏଠାରେ ଏହି ଅର୍ଥ ପ୍ରଯୁଜ୍ୟ ନୁହେଁ, କାରଣ ପରମାତ୍ମା ଯେଉଁଠି ପ୍ରତ୍ୟକ୍ଷ ଭାବରେ ଏହି କଥା କହୁଛନ୍ତି ସେଠାରେ ଅନ୍ୱେଷଣ ଶବ୍ଦର ଆକ୍ଷରିକ ଅର୍ଥ କରିବା ପ୍ରାସଙ୍ଗିକ ମନେ ହୁଏ ନାହିଁ। ପରମାତ୍ମାବତରଣ ପୂର୍ବରୁ ମନୁଷ୍ୟାତ୍ମା ତାଙ୍କୁ ମନ୍ଦିର, ମସଜିଦ, ଗୁରୁଦ୍ୱାର, ଚର୍ଚ୍ଚ, ଗିରିକନ୍ଦର, ତୀର୍ଥସ୍ଥାନ ଆଦିରେ ଅନ୍ୱେଷଣ କରୁଥିଲା। ଅତି କରୁଣ ଭାବରେ
ସେ ତାଙ୍କୁ ଆହ୍ୱାନ କରୁଥିଲା। छोड़ भी दे आकाश सिंहासन इस धरती पर आ जारे। ପରମାତ୍ମା ଅବତରଣ ପରେ ମଧ୍ୟ ସମସ୍ତେ ତାଙ୍କୁ ପ୍ରତ୍ୟକ୍ଷ କରିପାରନ୍ତି। ନମେ ବିଦୁଃ ସୁରଗଣ ପ୍ରଭବା ନ ମହର୍ଷୟ। ପୂର୍ବାଗ୍ରହ ଜନିତ ଅଜ୍ଞାନତା ହେଉଛି ଏହାର ମୂଳ କାରଣ। ପରମାତ୍ମାଙ୍କୁ ଜ୍ଞାନ ଦ୍ୱାରା ଜାଣିହୁଏ। ଜ୍ଞାନ ଜ୍ଞେୟମ୍। ଯୋଗ ଦ୍ୱାରା ତାଙ୍କୁ ଅନୁଭବ କରିହୁଏ। ଅତ୍ୟନ୍ତ ପ୍ରେମ ବା ଭକ୍ତି ଦ୍ୱାରା ତାଙ୍କୁ ନିଜର କରି ହୁଏ। କେଉଁ ମାର୍ଗର ଅନୁସରଣ କଲେ ତାଙ୍କୁ ସହଜରେ ପ୍ରାପ୍ତ କରିହେବ ସେ କଥା ସେ ସ୍ୱୟଂ କହିଛନ୍ତି। ତେଣୁ ସମସ୍ତ ମାନବୀୟ ମତବାଦକୁ ପରିହାର କରି ନିଷ୍ପକ୍ଷ ଭାବରେ ଈଶ୍ୱରୀୟ ମତର ଅନୁସରଣ ପୂର୍ବକ ନିତ୍ୟ ନିରନ୍ତର ତାଙ୍କଠାରେ ବୁଦ୍ଧି ନିବେଶ କରିବା ହେଉଛି ଅନ୍ୱେଷଣର ତାତ୍ପର୍ଯ୍ୟ। ଏହିପରି ଅନ୍ୱେଷଣକାରୀ ବ୍ୟକ୍ତି ପୁନଶ୍ଚ ସଂସାର ବନ୍ଧନରେ ପଡ଼ନ୍ତି ନାହିଁ। ନ ନିବର୍ତ୍ତନ୍ତି ଭୂୟଃ। ସାରାଂଶରେ କଳ୍ପବୃକ୍ଷ ତଳେ ବସି ତପସ୍ୟା କରିବାର ଅର୍ଥ ହେଲା ଈଶ୍ୱରୀୟ ଜ୍ଞାନ ଦ୍ୱାରା ପରମାତ୍ମା ପ୍ରତ୍ୟକ୍ଷତା କରି ନିଜ ଜୀବନକୁ ଦିବ୍ୟ କରି ଗଢ଼ି ତୋଳିବା। କାରଣ ସ୍ୱପରିବର୍ତ୍ତନ ହିଁ ବିଶ୍ୱ ପରିବର୍ତ୍ତନର ଆଧାର। କ୍ରମଶଃ ଓମ୍ ଶାନ୍ତି।